ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଧୀରେ ଧୀରେ ମାଡ଼ି ଚାଲୁଥିବା ବେଳେ ବିଜେଡି ଓ ବିଜେପି ମଧ୍ୟରେ ଏହି ବିଧାନସଭା ଆସନ ପାଇଁ ଜୋରଦାର ଲଢ଼େଇ ଆରମ୍ଭ ହୋଇଛି। କୋରେଇ ନିର୍ବାଚନ ମଣ୍ଡଳୀରେ ବିଜେଡି ତାର ପ୍ରଥମ ସମ୍ବର୍ଦ୍ଧନା ସଭା କରି ଶକ୍ତି ପ୍ରଦର୍ଶନ କରିଛି। କୋରେଇ ବିଜେଡି ପ୍ରାର୍ଥିନୀ ସନ୍ଧ୍ୟାରାଣୀ ଦାସଙ୍କ ବିଜୟ ପାଇଁ ଧନେଶ୍ୱର ପଡ଼ିଆରେ ଏକ ବିଶାଳ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ବିଜେଡିର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ମାନାସ୍ପଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନହିତକର ଯୋଜନାର ଉପକାର ଉପରେ ଆଲୋକପାତ କରିଥିଲେ। କୋରେଇବାସୀଙ୍କ ବିକାଶ ପାଇଁ ଆଉ ଉପେକ୍ଷିତ କି ଅପେକ୍ଷା କରିବାକୁ ପଡ଼ିବନି ବୋଲି ନିଜର ଅଭିଭାଷଣ ରଖିଥିଲେ। କୋରେଇ ବିଧାୟକ ପ୍ରାର୍ଥୀ ତଥା ପ୍ରଣବଙ୍କ ମାଙ୍କ ଭାଷଣ ଶୁଣିବାକୁ ଲୋକେ ଚାତକ ପରି ଚାହିଁଥିବା ବେଳେ ବର୍ଷା କାରଣରୁ ସଭାକୁ ତୁରନ୍ତ ସାରିବାକୁ ପଡ଼ିଥିଲା। ତେବେ ଆଗାମୀ ଦିନରେ ଏହି ଜନସମୁଦ୍ର କେତେ ପରିମାଣରେ ଭୋଟରେ ପରିଣତ ହେବ ତାହା ବିରୋଧୀ ଦଳଙ୍କ ମନରେ ଆଲୋଡ଼ନ ସୃଷ୍ଟି କରିଛି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରର ଓ ବ୍ୟାସନଗର ପୌର ପରିଷଦ ସ୍ତରୀୟ ବିଜେଡି ନେତାମାନେ କୋରେଇ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥିନୀ ସନ୍ଧ୍ୟାରାଣୀ ଦାସ ଓ ସାଂସଦ ପ୍ରାର୍ଥିନୀ ଶର୍ମିଷ୍ଠା ସେଠୀଙ୍କ ବିଜୟ ପାଇଁ କୋରେଇ ଜନତା ଜନାର୍ଦ୍ଦନ ଭୋଟରମାନଙ୍କୁ ଏହି ସଭାରେ ଭୋଟ ଭିକ୍ଷା କରିଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ପାଖାପାଖି 40,000ରୁ ଉର୍ଦ୍ଧ୍ୱ ବିଜେଡି ପ୍ରେମୀଙ୍କ ସମାଗମ ହୋଇଥିବା ସୂଚନା ମିଳିଛି। ଆଜି ସ୍ପଷ୍ଟ ହୋଇଯାଇଛି, ଆପଣମାନେ ମଧ୍ୟ ଅନୁଭବ କରିସାରିଥିବେ। ମୁଁ ଯେତେ କହିଲେ ବି କମ୍ ହେବ, କାହିଁକି ନା ଆଜି ଯେମିତି ସତେ ଲାଗୁଥିଲା ଯେମିତି କୋରେଇ ମାଟିରେ ମା ଲକ୍ଷ୍ମୀଙ୍କର ପାଦ ପଡ଼ିଛି ସେମିତି ଲାଗିଲା। କାରଣ ଯେଉଁଭଳି ଭାବରେ ଅନୁଭବ ସମସ୍ତେ କରିପାରିଛନ୍ତି ଯେ ମା ଆସୁଛନ୍ତି, ସମସ୍ତଙ୍କ ମୁହଁରେ ଗୋଟିଏ କଥା ମା ମା ମା। ଅଶୋକ ବାବୁ କୋରେଇବାସୀଙ୍କ ପ୍ରତି ତାଙ୍କର ବହୁତ ଆନ୍ତରିକତା ଥିଲା ଏବଂ ଆମେ ଜାଣିଛନ୍ତି ସେ ହେଉଛନ୍ତି କୋରେଇର ମୁକୁଟବିହୀନ ସମ୍ରାଟ। ମାନ୍ୟବର ମୁଖ୍ୟମନ୍ତ୍ରୀ ଯାହା ଉପରେ ଭରସା ରଖି ଯାହାଙ୍କୁ ଆଜି ସାରା ଓଡ଼ିଶାରେ ନେତୃତ୍ୱ ଦେଇଛନ୍ତି, ସାରା ଓଡ଼ିଶାରେ ଗୋଟିଏ କଥା ବବି ଭାଇ। ତେଣୁ ଆଜି ଯଦି କୋରେଇକି ତାଙ୍କର ମା ଆସିଛନ୍ତି, କୋରେଇ ବିକାଶ ନିଶ୍ଚିତ ଦେଖିବ। ଯାହାକି ଗୋଟେ ଅସ୍ଥିର ଭିତରେ କୋରେଇ ସବୁବେଳେ ରହିଥିଲା, ଆଜି ସ୍ଥିର ହେଇଛି କୋରେଇ। ଆପଣମାନେ ଦେଖୁଛନ୍ତି 40,000ରୁ ଉର୍ଦ୍ଧ୍ୱ ଲୋକ ଆମର ପ୍ରାର୍ଥିନୀ ସନ୍ଧ୍ୟାରାଣୀ ଦାସ, ଯିଏକି ଜନମାନସର ନେତା, ମୁକୁଟବିହୀନ ସମ୍ରାଟ ସ୍ୱର୍ଗତ ଅଶୋକ ଦାସଙ୍କର ଧର୍ମପତ୍ନୀ, ଏବଂ ଆଜି ଏ ସମ୍ବର୍ଦ୍ଧନା ସର୍ବାରୁ ଯାହା ଜଣାପଡ଼ୁଛି ଯେ ଆମର ପ୍ରାର୍ଥିନୀ ବହୁ ବିପୁଳ ଭୋଟରେ ଜୟଯୁକ୍ତ କରିବେ। କାରଣ ଏ ଯେଉଁ ଭଲ ପାଇବା କୋରେଇବାସୀଙ୍କର ଅନ୍ୟୁନ। ଯାଜପୁର କୋରେଇରୁ ଜ୍ୟୋତି ପ୍ରକାଶ ଭୂୟାଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।